ସମସ୍ତେ ଜାଣିଛନ୍ତି ଗୋଟିଏ କଥା, ନବୀନ ବାବୁ ହେଉଛନ୍ତି ଦଳର ମୁଖ୍ୟ। ଆମେ ତାଙ୍କୁ ପାଥେୟ କରି ଚାଲିଛୁ। ତେଣୁ ସବୁ ଜାଗାରେ ତାଙ୍କରି ଫଟୋ ଆମ ପାଇଁ ସର୍ବାପେ ଜରୁରୀ। ତେଣୁ ଆଉ କିଛି ନାହିଁ, କୋଉଠି ସମସ୍ତେ କିନ୍ତୁ ଦଳଗତ ଉଦ୍ୟମ ହବା ଡେରି ହେଲା ପରେ ସମସ୍ତେ ନିଜ ବ୍ୟକ୍ତିଗତ ସ୍ତରରେ ସମସ୍ତେ ନିଜର ଭବିଷ୍ୟତ ଏବଂ ଦଳକୁ ସୁଦୃଢ଼ କରିବା ପାଇଁ ଚେଷ୍ଟା କରୁଛନ୍ତି, ହେଲା କଥା। ଯେ ଦଳକୁ ସୁଦୃଢ଼ କରିବା ପାଇଁ ନବୀନ ବାବୁ ଚାହୁଁଛନ୍ତି ତ, ଆଲୋଚନା କରିବା କଥା ଆଲୋଚନା କରୁନାହାନ୍ତି। ସିଏ କ'ଣ କରନ୍ତୁ ନ କରନ୍ତୁ ସେଥିପାଇଁ ଆମେ ଅପେକ୍ଷା କରୁନୁ। ଆମେ ତ ମାନି ନେଇଛୁ ନା ଯେ ନବୀନ ବାବୁ ଆମର ସର୍ବୋପରି ଏବଂ ସର୍ବମୁଖ୍ୟ। ତେଣୁ ବାକି ସେ କ'ଣ ଆରମ୍ଭ କରନ୍ତୁ କି ସେ ଯେଉଁମାନଙ୍କୁ ଦାୟିତ୍ୱ ଦେଇଛନ୍ତି ସେମାନେ କରିବାରେ ବିଳମ୍ବ କରନ୍ତୁ, କିନ୍ତୁ ଆମେ ଆଉ ସେଥିପାଇଁ ଅପେକ୍ଷା ନ କରି ଅନେକ ନେତା ନିଜ ନିଜର ବ୍ୟକ୍ତିଗତ ଉଦ୍ୟମରେ ନିଜର ଭବିଷ୍ୟତ ଏବଂ ଦଳର ରାଜନୈତିକ ଭବିଷ୍ୟତକୁ ସୁଦୃଢ଼ କରିବା ପାଇଁ ଚେଷ୍ଟା କରୁଛନ୍ତି ଏବଂ ତତ୍ସଙ୍ଗେ ସଙ୍ଗେ ଦଳର ଭବିଷ୍ୟତକୁ ମଧ୍ୟ ସୁଦୃଢ଼ କରିବା ପାଇଁ ଚେଷ୍ଟା କରୁଛନ୍ତି। ଆପଣଙ୍କର ଆସ୍ଥା ବିଶ୍ୱାସ ପାଉନି ଦଳ ଉପରେ ଯେ ଏଇ ବ୍ରାଣ୍ଡରେ ଆମେ ଆଗକୁ ନା 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 ଦଳ ଠିକ ଅଛି, ନବୀନ ବାବୁ ଠିକ ଅଛି, ତା ଦେହରେ କୌଣସି ଦ୍ୱିମତ ନାହିଁ। କିନ୍ତୁ ତା ମାନେ ଗୋଟେ ସାମୂହିକ ଦଳ ନିଷ୍ପତ୍ତି ନେବ, ତାପରେ କ'ଣ ନିର୍ଦ୍ଦେଶ ଆସିବ, ତାପରେ ଆରମ୍ଭ କରିବା, ଏସବୁ ଜିନିଷ ହେବାରେ କିଛିଟା ବିଳମ୍ବ ଯେହେତୁ ଘଟୁଛି, ତେଣୁ ଆମେ ନିଜ ଚେଷ୍ଟାରେ ଆମେ କରିବା ଆରମ୍ଭ କରୁଛୁ ନିଜ ନିଜ ନିର୍ବାଚନ ମଣ୍ଡଳୀରେ। ଆ ଦେହରେ କିଛି ଅସୁବିଧା ନାହିଁ। ଗୋଟେ ପଟେ ମେଳି ହେଉଛି, ନେତା ଅନେକ କଥା କହୁଛନ୍ତି, କିନ୍ତୁ ଏପଟେ ନବୀନ ବାବୁ 10 ବିଧାୟକଙ୍କୁ ଡାକିକି ଆଲୋଚନା କରୁଛନ୍ତି। ତ ପ୍ରକୃତ ପକ୍ଷେ କ'ଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଦଳ? ଦେଖନ୍ତୁ, ସେ ସର୍ବମାନ୍ୟ ନେତା, ତେଣୁ ସେ କାହାକୁ ଡାକିବେ, କାହା ସାଙ୍ଗରେ ଆଲୋଚନା କରିବେ, ସେଥିରେ ଆମର କିଛି କହିବାର ନାହିଁ। ବାକି ମେଳି ୱାର୍ଡଟା ଯେଉଁ ଆପଣ ଉଠେଇଛନ୍ତି, ମେଳି କିଛି ନୁହଁ, ଆମେ ଏକାଠି ରହିପାରିବୁ। ଯଦି କାହା ମନରେ ସନ୍ଦେହ ଆସୁଛି ତାହେଲେ ଏଇଟା ସମ୍ପୂର୍ଣ୍ଣ ଭୁଲ। ଏବେ ବାସୁଦେବପୁରରେ କିଛି 2 ଦିନ ତଳେ ଆମେ ଯାଇଥିଲୁ। ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ପାଖରେ 5,000 ରୁ 6,000 ଲୋକ, ଦଳୀୟ ଲୋକ ଏକାଠି ହେଇଥିଲେ, ଭୋଜିଭାତ ହେଇଥିଲା ଏବଂ ବାଲେଶ୍ୱର ଜିଲ୍ଲାର ସମସ୍ତ ନେତା ଏବଂ ଆମେ ସମସ୍ତେ ମଧ୍ୟ ଯାଇଥିଲୁ। କମସେ କମ 15 ପାଖାପାଖି 14-15 ନେତା ଥିଲୁ। ସମସ୍ତେ ଭାଷଣ ଦେଲେ। ସେ ଅଭିଭାଷଣରେ ସମସ୍ତ ଗୋଟିଏ କଥା ରହିଲା, ନବୀନ ବାବୁ ହାତକୁ ସୁଦୃଢ଼ କରିବା ଏବଂ ବିଜେପି ଦଳର ଯେଉଁ ଶାସନ ବିଧି ବ୍ୟବସ୍ଥା ଚାଲିଛି ତା ଭିତରେ କେତେ ଅସୁବିଧା ହେଉଛି ଲୋକମାନଙ୍କୁ, ସେ ବାବଦରେ ଆଲୋକପାତ କରାଗଲା ଏବଂ ବଢ଼ିଆ ଗୋଟେ ପରିବେଶରେ ଗୋଟେ ମିଟିଂ ହେଲା। ଲୋକମାନେ ମଧ୍ୟ ତାଙ୍କ ମନ ଭିତରେ ଗୋଟେ, ଯେହେତୁ ଦଳ ହାରିଛି, ତାପରେ ଲୋକମାନଙ୍କ ଭିତରେ ଆପଣମାନେ ଗୋଟେ ସ୍ପୃହା ଏବଂ ଗୋଟେ ପୁରେଇବା କଥା, ସେ ବାବଦରେ ଲୋକମାନେ ମଧ୍ୟ ବହୁତ ଖୁସି ହେଲେ। ତାଙ୍କ ଭିତରେ ନୂତନ ଉର୍ଜା ସଞ୍ଚାରିତ ହେଲା, ଦେଖି ଆମକୁ ବି ଖୁସି ଲାଗିଲା। ତ ସେଠି ସାରିଲୁ, ତାପରେ ଆସିଲୁ ଧର୍ମଶାଳା। ଧର୍ମଶାଳାରେ କିଛି ରାଜନୈତିକ ପ୍ରୋଗ୍ରାମ ନଥିଲା, ଗୋଟେ ଭଲିବଲ ଟୁର୍ଣ୍ଣାମେଣ୍ଟ ଥିଲା। ତେଣୁ ସ୍ଥାନୀୟ ବିଧାୟକ ଯିଏ ଅଛନ୍ତି ସେ ଅନେକ ବାଧା ବିଘ୍ନ ସୃଷ୍ଟି କରିବା ପାଇଁ ଚେଷ୍ଟା କଲେ। ତା ସତ୍ତ୍ୱେ ମଧ୍ୟ ଲୋକମାନଙ୍କର ଏତେ ଉତ୍ସାହ ଆପଣ ଦେଖିଲେ ଅଭିଭୂତ ହେବେ। ଆମେ ସମସ୍ତେ ପହଞ୍ଚିଲୁ, ବହୁତ ବଢ଼ିଆ ମିଟିଂ ମଧ୍ୟ ହେଲା ଏବଂ ଭଲିବଲ ଖେଳ ହେଲା କଥା। ତେଣୁ ଆମେ ଯେଉଁମାନେ ଅଛୁ ଭାଇ ଭାଇ ଭଳି ପରସ୍ପରକୁ ସହଯୋଗ କରୁଛୁ, ସମସ୍ତେ ଗୋଟିଏ କାନ୍ଧ ହୋଇ ଏକ ମନ ଏକ ପ୍ରାଣ ହୋଇ ପରସ୍ପରକୁ ସାଙ୍ଗରେ ଠିଆ ହେଇଛୁ, ହେଲା କଥା। ତେଣୁ ଆମର କଥା ହେଲା କାହାର କୋଉଠି କ'ଣ ହେଉଛି ସମସ୍ତେ ଯିବା ପହଞ୍ଚିବା, କିଛି ବ୍ୟସ୍ତ ହେବା ନାହିଁ। ଯେ ଆପଣ ସେଇ ନିର୍ଦ୍ଦିଷ୍ଟ ଗୋଷ୍ଠୀ ହିଁ ଯାଉଛନ୍ତି, ଆଉ କାହା କାର୍ଯ୍ୟରେ ତ ଯାଉନାହାନ୍ତି ନା। ଦେଖନ୍ତୁ, ବାସୁଦେବପୁରରେ ବାଲେଶ୍ୱର ସମସ୍ତେ ଥିଲେ, ସ୍ୱରୂପ ବାବୁ ଥିଲେ, ଜ୍ୟୋତି ପାଣିଗ୍ରାହୀ ଥିଲେ, ହେଲା। ତ ଅନେକ ନେତା, ବାଲେଶ୍ୱର ଜିଲ୍ଲା ପ୍ରାୟ ସବୁ ନେତା ଥିଲେ, ରାଜୁ ଦାସ ଥିଲେ। ତେଣୁ ହଉନି କାହିଁ, ହେଉଛି ସେମିତି ଧର୍ମଶାଳାରେ ମଧ୍ୟ। ଆମ ଗୋଷ୍ଠୀ ଆମର ଇନିସିଏଟିଭ୍ ନେଉଛୁ, ଆମେ ଆମର କ'ଣ କରିବା କଥା କରୁଛୁ ଭାଇ ଭାଇକି। ବାକି ଅନ୍ୟମାନେ ଯୋଗ ଦେଉଛନ୍ତି, ଆଗାମୀ ଦିନ ଯୋଗ ଦେବେ। କୋର୍ ଟିମ୍, ନୂଆ କୋର୍ ଟିମ୍ ଗଠନ ହେଇଛି। ଆପଣଙ୍କ ଦଳର ନେତ୍ରୀ ବି, ବରିଷ୍ଠ ନେତ୍ରୀ କହିଲେଣି ଯେ କୋର୍ ଟିମ୍ ଟିକେ ଯେମିତି ଆକ୍ଟିଭ୍ ହେବା କଥା ହଉନି, ତେଣୁ ଆମେ ଆହୁରି ଆକ୍ଟିଭ୍ ହେଇ ନବୀନ ବାବୁ ନିଜେ ବୁଝାବୁଝି କରିବା ଦରକାର। ଯେଉଁ ଉଦ୍ଦେଶ୍ୟରେ କୋର୍ ଟିମ୍ ନେତାମାନେ ଅଛନ୍ତି ଏତେ ଆକ୍ଟିଭ୍ ହେଉନାହାନ୍ତି, କୌଣସି ଅଭିଯୋଗ ମାନେ ଦଳର ପରିଚାଳନା ଦାୟିତ୍ୱ ଯେଉଁମାନଙ୍କ ହାତରେ, ସେମାନେ ଠିକ୍ ଭାବରେ ପରିଚାଳନା କରୁନାହାନ୍ତି ବା ତାଙ୍କ ଉପରେ ଆସ୍ଥା ପ୍ରକଟ କରିପାରୁନାହାନ୍ତି ଅନ୍ୟ ନେତା। ଠିକ୍ ଅଛି, ତ୍ରୁଟି ବିଚ୍ୟୁତି ତ ରହୁଛି, କହିବାର କୌଣସି ଦ୍ୱିଧା ନାହିଁ। ଯେତେବେଳେ ଗୋଟେ କୋର୍ କମିଟି ତିଆରି କରାଯାଏ, ଆପୋଷ ଆଲୋଚନା, ସିନିୟର ମାନଙ୍କ ସହ ଆଲୋଚନା, ଅତୀତର କାର୍ଯ୍ୟଧାରା, କିଏ କେତେ ଦୂର ଆକ୍ଟିଭ, ଯୁବ ହଉ, ଛାତ୍ର ହଉ, ମହିଳା ହଉ, ସବୁ ତାଙ୍କର ଟୋଟାଲ କ୍ୟାରିୟର ଦେଖିବାକୁ ପଡ଼ିବ। ତାଙ୍କର ଦଳ ପ୍ରତି ଅବଦାନ କ'ଣ, ସେମାନେ କେତେ ଦୂର ଆକ୍ଟିଭ ଥିଲେ ଅତୀତରେ, ସେ ଅନୁସାରେ କରିବା କଥା। କିନ୍ତୁ ନିଶ୍ଚିତ ଭାବରେ ଗୋଟେ ଏତେ ବଡ଼ ଦଳରେ ଗୋଟେ କମିଟି କଲାବେଳକୁ କିଛି ତ୍ରୁଟି ବିଚ୍ୟୁତି ରହିଯାଉଛି। ତେଣୁ ସେଥିପାଇଁ କିଛି ନେତା ସେମାନେ ସ୍ୱର ଉଠାଉଛନ୍ତି, ପ୍ରଶ୍ନ ଉଠାଉଛନ୍ତି। ଆର ମଧ୍ୟ ସମାଧାନ ଅଛି, ଭବିଷ୍ୟତରେ ହେବ।
যে ଏବେ ହଠାତ୍ କାହିଁ କରାନାହାନ୍ତି ସମାଧାନ କାହିଁ କରାଯାଉନି ନବୀନ ବାବୁ କାହିଁ ଡାକୁ ହବ 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 ଆମେ ଟିକେ ରାଜ୍ୟସଭା ନିର୍ବାଚନ ଅଛି ମାର୍ଚ୍ଚ ମାସରେ ତ ତା ପୂର୍ବରୁ ଅନେକ ପ୍ରକାର ଧୀରେ ଧୀରେ ବର୍ତ୍ତମାନ ଆମେ ଜିଲ୍ଲାସ୍ତରୀୟ କମିଟି ବର୍ତ୍ତମାନ ଗଠନ କରାଯାଉଛି ରାଜ୍ୟସ୍ତର ଜିଲ୍ଲାସ୍ତରୀୟ ଏବେ ଧୀରେ 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 ଆମେ ସବୁ ଜିଲ୍ଲା କରିବୁ ବୋଧହୁଏ ଆଉ 7-8 ଦିନ ଭିତରେ ଜିଲ୍ଲାସ୍ତରୀୟ କମିଟି ଗୁଡ଼ା ମଧ୍ୟ ହେଇଯିବ ହେଇଗଲା ପରେ ତାପରେ ପଞ୍ଚାୟତ ବ୍ଲକ ସ୍ତର ଏବଂ ମ୍ୟୁନିସିପାଲିଟି ସ୍ତରରେ ହବ ଇଏ ଗୋଟେ ଗୋଟେ ଫେଜ୍ ଦେଇ ଚାଲୁଛି ତାପରେ ଆସିଯିବ ଫେବୃଆରୀ ସରିଲା ପରେ ପରେ ମାର୍ଚ୍ଚରେ ରାଜ୍ୟସଭା ଆସିଯିବ ରାଜ୍ୟସଭା ପରେ ପରେ ଦଳ ପୁଣି ଜୋରଦାର ପ୍ରୟାସ ଷ୍ଟାର୍ଟ କରିବ ରାଜ୍ୟସଭାରେ ଗୋଟେ ସୁଜାତା ପାଣ୍ଡିଆନ ବିଜେଡିରୁ ପ୍ରାର୍ଥୀ ହେବେ ବୋଲି ଅନେକ ଚର୍ଚ୍ଚା ଆଲୋଚନା କଣ ସତ ସୁଜାତା କାର୍ତ୍ତିକ ପାଣ୍ଡିଆନ ପ୍ରାର୍ଥୀ ହେବେ ନା କ'ଣ ଦେଖନ୍ତୁ କାହାକୁ ପ୍ରାର୍ଥୀ କରିବେ କ'ଣ ଦଳର ସର୍ବମାନ୍ୟ ନେତା ସ୍ଥିର କରିବେ ଆମେ କିଏ ହେଲା କଥା ଆମର କିଛି କହିବେ ଯୋଉଟା ଓଡ଼ିଶା ପାଇଁ ଭଲ ହବ ନିଶ୍ଚିତ ଭାବରେ ମାନ୍ୟବର ନବୀନ ପଟ୍ଟନାୟକ ସେଟା କରିବେ ନିଶ୍ଚିତ ହେଇପାରେ ଭଲ ସିଏ ଚିନ୍ତା କରିବେ ନା ମୁଁ କିଏ କହିବା ପାଇଁ ଓଡ଼ିଶା ପାଇଁ ଯୋଉଟା ଭଲ ହବ କିଏ ଯିବେ କ'ଣ କରିବେ ରାଜ୍ୟସଭା ସିଏ ନିଷ୍ପତ୍ତି ନେବେ ସୁଜାତା କାର୍ତ୍ତିକ ପାଣ୍ଡିଆନ ଯଦି ଯିବେ ଅସୁବିଧା କ'ଣ ଅଛି କିଛି ନାହିଁ ଯେ କେହି ଯାଇପାରିବେ ରାଜ୍ୟସଭା ଗଲେ କିଛି ନାହିଁ ଓଡ଼ିଶାର ସାର୍ଥକତା ସେଠି ଉଠେଇବା କଥା କିନ୍ତୁ ଅତୀତରେ କିଛି ରାଜ୍ୟସଭା ଯାଇଥିଲେ ତାକୁ ବି ଠିକ୍ କରାଯାଇଥିଲା ଆମେ ବି ଆଶା କରୁଥିଲୁ ସେ ଓଡ଼ିଶାର ସାର୍ଥକତା କହିବେ କିନ୍ତୁ ସେ ନିଜ ସ୍ୱାର୍ଥ ଦେଖି ଖପାଖପ ଡେଇଲେ ଅନ୍ୟ ଦଳକୁ ବିଜେପିକୁ ତ ସେଇଟା ତ ବହୁତ ଅସୁବିଧା ତାପରେ ଧ୍ୟାନ ଦେବା ଦରକାର ତ ନବୀନ ପଟ୍ଟନାୟକ ଏମିତି ଗୋଟେ ମାନ୍ୟବର ସଭାପତି ଲୋକ ପଠାଇବା କଥା ଯେ ଯେତେ ଝଡ଼ ଝଞ୍ଜା ଆଉ ଯାହା ହେଇଯାଉ ଲୋକଙ୍କୁ ସ୍ୱାର୍ଥ ବାବଦ ଚିନ୍ତା କରିବ ନାହିଁ କି ନିଜ ସ୍ୱାର୍ଥ ବାବଦରେ ଅତୀତରେ ଦେଖିଲେ ସେ ଗଲେ ଯେମିତି ଟିକେ ଅସୁବିଧା ପଡ଼ିଲା ଫଟକି ଡେଇପାରିଲେ ଏ ଡଙ୍ଗାରୁ ସେ ଡଙ୍ଗାକୁ ଡେଇପାରିଲେ ତ ସେଭଳିଆ ସ୍ୱାର୍ଥପର ଲୋକଙ୍କୁ ପଠେଇ ଲାଭ ନାହିଁ ତେଣୁ ମୁଁ ଆଶା କରିବି ଏବଂ ମୋର ବିନୀତ ପ୍ରାର୍ଥନା ମାନ୍ୟବର ସଭାପତି ପାଖରେ ଏଥର ଏମିତି ଗୋଟେ କ୍ୟାଣ୍ଡିଡେଟ୍ ଦିଅନ୍ତୁ ଯିଏକି ଓଡ଼ିଶା ସ୍ୱାର୍ଥ ସାଙ୍ଗରେ ଜଡ଼ିତ ହୋଇ ରହିବ ଯେ ଆଉ ମାନେ ସଭାପତି ଆପଣମାନଙ୍କ ସହିତ ଆଲୋଚନା କରୁନାହାନ୍ତି କୁହାଯାଉଛି ଗୋଟେ ଆଉ ଗୋଟେ ସେଇ ଯୋଉ ପାଣ୍ଡିଆନଙ୍କ ପ୍ରଭାବ ମଧ୍ୟ ରହୁଛି ଭିତରି ଭାବରେ ଆପଣ ଫିଲ୍ କଲେଣି ନା ସେମିତି କରୁନାହାନ୍ତି ଆଜ୍ଞା କାହାର ପ୍ରଭାବ ଆମ ଉପରେ କ'ଣ ପଡ଼ିବ ଆମର ସେ ପ୍ରଭାବ ଟିକେ ଯାଏ ସେ ନାହିଁ ଆମର ସର୍ବମାନ୍ୟ ନେତା ନବୀନ ପଟ୍ଟନାୟକ ତେଣୁ ସିଏ ଯେତେବେଳେ ଇଚ୍ଛା କରିବେ ଆମେ ତାଙ୍କ ସେବାରେ ଉପସ୍ଥିତ ଜି ହଜୁର ଆମର କ'ଣ ଅଛି ଆଉ କିଏ କାହାର ପ୍ରଭାବ କାହା ଉପରେ କ'ଣ ପଡ଼ୁଥିବ ଆମେ ସେଥିରେ କେମିତି କ'ଣ କହିପାରିବା ଆମର ସଭାପତି ଡାକିଲେ ନେତା ନିର୍ଦ୍ଦେଶ ଦେଲେ ଆମେ ଚାଲିଲୁ ଅସୁବିଧା